ଆମ ନାତୁଣୀ ସବୁ କାଣ୍ଡ କରୁଛି ହେଲା ଆଜିକାଲି ବାପା ମା ମାନେ ଯୋଉ ମୋବାଇଲ ଦଉନାହାନ୍ତି କି ସେ ମୋବାଇଲରେ ତାଙ୍କେ ସବୁ କାମ କରୁଛି ତ ଗଲା ଆଉ କଣ ସୁଧୀର ସାନ ସାନ ବୋଉ ସେତେ କିଏ କହିପାରିବେ ତାକୁ ତ କିଏ ଟେକି ନେଇଗଲେ ଟେକି ରହିକିରେ ଏଇଠୁ ମାଣ୍ଡିଆ ବୁଲିବାକୁ ଟେକି ନେଇଗଲେ କାରରେ ନେଇଗଲେ ତା ବାଇକଟା ଫିଙ୍ଗିଦେଲେ ବୋଲେ ସିଏ ଟିକେ ବଲ୍ ଖେଳାଳିଟା ନେଟ ବାନ୍ଧିକି ବଲ୍ ଖେଳିଦେଇଛ ହେଲେ ସେ ବଲ୍ ଖେଳିବାକୁ ଯାଉଥିଲା ତା ବାଇକଟା ସେଠି ଫିଙ୍ଗିଦେଲେ ସେ ତାକୁ କାରରେ ବସେଇ ଧରି ପଳେଇଲେ ଗଲା ମାରିଦେଲେ ଗଲା ଆଉ କଣ ହଁ ସେଟା କିଏ ଜାଣିବ ସିଏ ସେଇଠି ଅଛି ମୁଁ ଏଇଠି ଅଛି ତାକୁ କଣ ମାରିଲେ କଣ ହେଲା ସେଟା କିଏ କହିପାରିବ କି ଆଜିକାଲି ତ ସମସ୍ତେ ପଇସା ତ ମୋର ଯଦି ଗଲା ତମକୁ କିଏ ପଇସା ଦବ ବୋଇଲେ ମତେ ମାରିଦିଅ ବୋଇଲେ ମାରିଦେଇକି ପଳେଇବ ଗଲା ବୁଝିପାରିଲ ନା ନାଇଁ ତାର ଶତ୍ରୁ କୋଉଠି ହେଲେ ନାହିଁ ହେଲା ସେଗୁଡାକ ଆମେ କହିପାରୁନି ତାର କୋଉଠି ଶତ୍ରୁତା ନାହିଁ ପରିବାର କିଛି ନାହିଁ ମୁଁ ଯାହା ଅର୍ଜିଛି ମୁଁ ରଖିଛି ବଡ ଯିଏ ବେପାର କରିବାର ତା ପଇସା ତା ପାଖରେ ସାନ ବେପାର କଲେ ତା ପଇସା ତା ପାଖରେ ବୁଝିପାରିଲ ନା ଦି ଭାଇର ପଇସା ଯାହା ପାଖରେ ତା ପାଖରେ ଯିଏ ଯେତିକି ଅର୍ଜିଲା ସିଏ ଆକୁ ଦେବାକୁନି ଇଏ ତାକୁ ଦେବାକୁନି ଏମିତି ରଖିଥିଲେ ଗଲା ଆଉ କଣଟା ଆଉ ପିଲାମାନେ କିଏ କଟା କଲେ ଆଉ ଆମେ କଣ କହିପାରିବା କହୁନ ପୋଲିସ ତମ କେସ୍ ଦେବାକୁ ଗଲେ ତମ ଘର ଲୋକ କେସ୍ ବୁଝିପାରିଲ ନା ଆମ ନାତୁଣୀ ତ ସବୁ କରିଛି ଗଲା କଣଟା ଆଉ ନାତୁଣୀ କରିଛି ଆମ ସାନ ପୁଅକୁ ନେଇକି ସିଏ ଏକା ମରେଇଛି ଆଉ ଭଲ କଥା ହେଇତ ସେଟା ଉପର ବାଲାର ଇଚ୍ଛା ହେଲା ବୁଝିପାରିଲ ନା ଆମର କାହାକୁ ପଇସା ପତ୍ର ଅଭାବନି ହେଲା ବୁଝିପାରିଲ ଆମେ ଭଲରେ ଅଛୁ ହେଲା ନାତୁଣୀ କି ଆମେ ଭଲ ପ୍ରସ୍ତାବ ବିବାହ କରିବା ବି ଲେଖା ପକଉଛୁ ହେଲା ଆମେ ବ୍ରାହ୍ମଣ ଲୋକ ହେଲା ହେଲେ ଆମ ନାଁ ରହିବ ଗୋଟେ ଭଲ ପ୍ରସ୍ତାବ ଗୋଟେ ବିବାହ କଲେ ଡାକ୍ତର ଇଞ୍ଜିନିୟର ବିବାହ କଲେ ପିଲାଟା ଭଲ ରହିବ ବୋଲି ଆମର ଇଚ୍ଛା ଏବେ ଗୋଟେ ଦିଗ ପଏଣ୍ଟର ଗୋଟେ ଡାକ୍ତରଟେ ମେଡିକାଲରେ ଚାକିରି କରୁଛି ତାକୁ ବିବାହ କରିବା ପାଇଁ ଆମେ ଲେଖା ପକେଇଲୁ ସୁଝାସୁଝି ସବୁ ଭଲ ହଉଥିଲା ଆମ ନାତୁଣୀ ବିବାହ ହେଇନି ହେଲା ମୁଁ ଗୋଟେ ବଡ ବ୍ୟବସାୟୀଟା ବିବାହ ହେଇଲି ହେଲା ବୁଝିପାରିଲ ନା ନାଇଁ ସେ କାହାକୁ ଭଲ ପାଇଲେ ପାଉଥିବ ଗୋଟେ ବୟସ ହେଲା ପରେ ତ ସେଇଟା ସେ ଜିନିଷଟା କିଏ ଅଟେଇକି ପାରିବ ନା ଯାହା ମନ ଯୁଆଡେ ସେ ସିଆଡେ ଚାଲିବ ହେଲା ବୁଝିପାରିଲ ନା ଆଉ ସିଏ କହିଲା ମୁଁ ବଡ ବ୍ୟବସାୟୀ ବିବାହ ହେଇଲି ହେଲା ଆମ ନାତୁଣୀ ସବୁ କାଣ୍ଡ କରିଛି ଗଲା ଆଉ କିଏ କରିବ ହେ ଭଲ କଥା ହେଇତ ଆମ ନାତୁଣୀ ସବୁ କାଣ୍ଡ କରିଛି ହେଲା ଆଜିକାଲି ବାପା ମା ମାନେ ଯୋଉ ମୋବାଇଲ ଦଉନାହାନ୍ତି କି ସେ ମୋବାଇଲରେ ତାଙ୍କେ ସବୁ କାମ କରୁଛି ତ ଗଲା ଆଉ କଣଟା ନାଇଁ ଗୁଣି ଗାଣି ତାର ପେଟ କାଟିଲା ହେଲା ବୁଝିପାରିଲ ନା ସିଏ ହେଲେ ଓକିଲାତି କରିଥିଲା ବୋଲେ ତା ଦେହ ସେମାନେ ଏତେ ମୁସୁଦା ଥିଲା ହେଲା ଆଉ ଗୋପାଳପୁର କଲେଜରେ ଭାଇସ ପ୍ରେସିଡେଣ୍ଟ ଥିଲା ବୁଝିପାରିଲ ନା ସିଏ ବି କାଇଲା ଲୋକ ନି ତାର ଆଗ ପେଟ କାଟିଲା ପରେ ବ୍ରହ୍ମପୁର ମେଡିକାଲ 3 ଦିନ 4 ଦିନ ରଖିଲେ ତା ବଡ ପୁଅ ଯାଇଥିଲା ଆମ ସୁଧୀର ଯାଇଥିଲା ମୁଁ ଯାଇନି ହେଲେ ଏଠି କମିଲାନି ହେଲିକିରି ବିଶାଖାପାଟଣା ନେଲେ 12 ଲକ୍ଷ ବାନ୍ଧିଥିଲେ ପେଟ ଅପରେସନ କରି ହେଲିକିରି ପେଟ ଅପରେସନ ହେଇନି ଆକା ବିଶାଖାପାଟଣା ମରିଗଲା ବଡ ପୁଅ ବୁଝିପାରିଲ ନା ଆକୁ ତ ନେଇ ମାରିଦେଲେ ଗଲା କଣ ଆକୁ ନେଇ ତ ବାଡେଇ ମାରିଦେଲେ ଗଲା ଏଡିକି ଠେଙ୍ଗାରେ ସେମାନେ କୁଟା କରି ବାଡେଦାର ବେକରେ ବୋଟ ପକେଇ ବେକରେ ଠିଆ ହେଇ ପଡିବାର ଆଉ ସେ ସବୁରେ ଅଛି ଆଉ କୋଉଟା ସନ୍ଦେହ କରିବନି ସେ ମୋବାଇଲ ଧରି ସବୁରେ ଅଛି ହେଲା ଆମେ ଜାଣିଲା ବି କରିବ କି ତା ସେ କେତେବେଳେ ଲୋକେଇକି ଚୋରି ହେଇକିରି ଫୋନ କରିବ ନା ଜାଣିଲା ବି କଲେ ଆମେ ତାକୁ ତଳେ ପକେଇ ଚକୁଡି ଦଉନି ମୁଁ ପୋଲିସ ସବୁ ଜାଣି ସାରିଲାଣି ପୋଲିସ ଜାଣି ସାରିଲାଣି ତାଙ୍କ ଭାଇ ଭଉଣୀ କୋର୍ଟରେ ପଠେଇ ଦେଲାଣି ତାଙ୍କୁ ଭଲ ସେତିକି ଦଣ୍ଡ ମିଳିବାରେ ନା ତାଙ୍କୁ ମୃତ୍ୟୁ କରିଦେବାର ଅଛି।